ପୁରୀ ଜିଲ୍ଲା ଅନ୍ତର୍ଗତ ପେଣ୍ଠକଟା ବସ୍ତିରେ ରହନ୍ତି ରଘୁ କେଉଟ। ତାଙ୍କ ପରିବାର କହିଲେ 3 ଝିଅ, ସ୍ତ୍ରୀ ଆଉ ଗୋଟେ ବୁଢ଼ୀ ମାଆଟେ। ରଘୁବାବୁ ପ୍ରତ୍ୟେକ ଦିନ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛ ଧରି ବଜାରରେ ବିକ୍ରି କରି ନିଜର ପରିବାରକୁ ଚଳାନ୍ତି। ବଡ଼ ଝିଅ ଆଉ ମଝିଆ ଝିଅର ବାହାଘର ସରିଯାଇଛି। ଝିଅ ବାହାଘରରେ ରଘୁବାବୁ ବହୁତ କରଜ କାଢ଼ିଆ କରି ଝିଅ ବାହାଘର କରିଥିଲେ। ପାଖାପାଖି 3 ରୁ 4 ଲକ୍ଷ ଟଙ୍କାର କରଜ ରଘୁବାବୁଙ୍କର ମୁଣ୍ଡ ଉପରେ। ସେଇ କରଜକୁ ଶୁଝିବାକୁ ଯାଇ ରଘୁବାବୁ ଦିନରାତି ଏକ କରିଦେଇଛନ୍ତି। ରଘୁବାବୁ ତାଙ୍କ ସାଙ୍ଗ ଧୀବରମାନଙ୍କ ସହ ସକାଳୁ ମାଛ ଧରିବାକୁ ଯାଆନ୍ତି ଯେ ଆସିଲା ବେଳକୁ ସଞ୍ଜ ବୁଡ଼ିଯାଏ। ଆଉ ସବୁଦିନ ଡଙ୍ଗା ଧରି ସମୁଦ୍ରକୁ ବାହାରିଲା ବେଳେ ସେଇ ମହାପ୍ରଭୁଙ୍କ ନାଁ ନେଇ ବାଲି ଆଞ୍ଜୁଳେ ଟେକି ଦେଇ ଯାଆନ୍ତି। ଗୋଟେ ଦିନ ଜୋରରେ ବିଜୁଳି ମାରି କଳାହାଣ୍ଡିଆ ମେଘ ଘୋଟାଇଥାଏ। ସେଇଥିପାଇଁ ସବୁ ଧୀବର ଭାଇମାନେ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ମନା କରିଦେଲେ। କିନ୍ତୁ ରଘୁବାବୁ ବହୁତ ସାହସୀ। ସେ ତାଙ୍କର କରଜ କଥା ଭାବି ଦେଇ ଏକୁଟିଆ ଡଙ୍ଗା ଧରି ସାହସର ସହ ସେଇ ଜଗନ୍ନାଥଙ୍କ ନାଁ ନେଇ ବାହାରି ପଡ଼ିଲେ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ। ସାଥୀ ଧୀବର ଭାଇମାନେ ତାଙ୍କୁ ବହୁତ ମନା କଲେ, ହେଲେ ରଘୁବାବୁ କାହା କଥା ଶୁଣିଲେନି। ଚାଲିଗଲେ ସମୁଦ୍ର ଭିତରକୁ। ସେଦିନ ରଘୁବାବୁଙ୍କର ଜାଲରେ ଭଲ ମାଛ ପଡ଼ୁଥାନ୍ତି। ପାଖାପାଖି 30 ରୁ 40 କିଲୋ ମାଛରେ ଡଙ୍ଗା ଭର୍ତ୍ତି ହୋଇଗଲାଣି। ରଘୁବାବୁ ଭାବିଲେ ବହୁତ ମାଛ ହେଇଗଲାଣି, ଯାଉଛି ଏବେ ଫେରିଯିବି କୂଳକୁ। ଠିକ୍ ସେତିକି ବେଳେ ଢି ଢି ଗର୍ଜନ କରି କଳାହାଣ୍ଡିଆ ମେଘ ଘୋଟାଇ ଆସିଲା। ସମୁଦ୍ର ଭିତରଟା ପୁରା ଅନ୍ଧକାର ହୋଇଗଲା। ଆଉ ରଘୁବାବୁ ଭୟରେ ଫେରି ଆସିଲା ବେଳେ ତାଙ୍କ ଡଙ୍ଗା ଆଗକୁ ଚାଲି ଆସିଲା ଏକ ଭୟଙ୍କର ବିଶାଳକାୟ ଜନ୍ତୁ, ଯାହାକୁ ଦେଖି ରଘୁବାବୁ ଭୟରେ ଥରିବାକୁ ଲାଗିଲେ। ଜନ୍ତୁଟି ଡେଣା ବାଡ଼େଇ ପାଣିକୁ 4 ଭାଗ କରିଦେଉଥିଲା। ଆଉ ତାର ଏତେ ବଡ଼ ପାଟି ଯେ ସେ ଡଙ୍ଗାକୁ ଖାଇଯିବ। ରଘୁବାବୁ ଭୟରେ ତାଙ୍କୁ କିଛି ବୁଦ୍ଧି ବାଟ ଦିଶୁନଥାଏ। ସେ ହାତ ଯୋଡ଼ି ଦେଇ ସେଇ ଜଗନ୍ନାଥଙ୍କୁ କୁହନ୍ତି, ହେ ଜଗତର ନାଥ ଜଗନ୍ନାଥ, ମୋତେ ଆଜି ଉଦ୍ଧାର କର ହେ ମହାପ୍ରଭୁ। ମୋତେ କାହିଁ ଲାଗୁନି ମୁଁ ଆଉ ଘରକୁ ଫେରି ପାରିବି। ଆଉ ମୁଁ ମରିଗଲେ ମୋ ପରିବାରଟା ଭୋକ ଉପାସରେ ଛଟପଟ ହେଇ ମରିଯିବ। ମୋତେ ରକ୍ଷା କର ଜଗନ୍ନାଥ। ଏତିକି କହି ସେ ଆଖି ବୁଜିଦେଲେ। ଆଉ ଆଖି ଖୋଲି ଦେଖନ୍ତି ତ ସମୁଦ୍ର ଭିତରେ ସବୁ କିଛି ଠିକ୍ ହୋଇଯାଇଛି। ଘଡ଼ଘଡ଼ି ବିଜୁଳି ବି କମିଯାଇଛି। ଆଉ ଆଖପାଖରେ କୋଉଠି ବି ସେ ଜନ୍ତୁଟି ଦେଖାଯାଉନି। ରଘୁବାବୁ ଭୟରେ ଭୟରେ ଡଙ୍ଗାକୁ ଜୋରେ ଜୋରେ କାତ ମାରି କୂଳରେ ଆସି ପହଞ୍ଚିଲେ। ଆଉ ସମୁଦ୍ର କୂଳରେ ଆଣ୍ଠୁ ମାଡ଼ି ଗୋଟେ ଦୀର୍ଘ ନିଶ୍ୱାସ ମାରି କହନ୍ତି, ଧନ୍ୟରେ ତୁ ଜଗତର ନାଥ ଜଗନ୍ନାଥ। ଆଜି ତୁ ନଥିଲେ ମୁଁ ଆଜି ମରି ଯାଇଥାନ୍ତି। ମହାପ୍ରଭୁଙ୍କୁ ନେଇ
ରଘୁ କେଉଟଙ୍କର ଛୋଟିଆ ଅନୁଭୂତିଟିଏ। ଅନୁଭୂତିଟି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।